ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯେଶାୟା ପୁସ୍ତକ 53 ଅଧ୍ୟାୟର 5 ପଦରେ ଆମେ ଏହିପରି ପାଠ କରୁ, ମାତ୍ର ସେ ଆମ୍ଭମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଯେଶାୟା କହନ୍ତି ଯେ ପ୍ରଭୁ ଯୀଶୁ ଆମ୍ଭମାନଙ୍କର ଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ। କ୍ଷତ ବିକ୍ଷତ ହେବାର ଅର୍ଥ ଗୁରୁତର ଭାବେ ଆହତ ହେବା। ସର୍ବପ୍ରଥମେ ତାହାଙ୍କ ପିଠିରେ 39 କୋରଣା ପ୍ରହାର ଦିଆଗଲା। ନିୟମ ଶାସ୍ତ୍ର ଅନୁସାରେ ଅପରାଧୀକୁ ସର୍ବାଧିକ 40 ପ୍ରହାର ଦିଆଯିବାର ପ୍ରଥା ଥିଲା। ଆମେ ପାପ କଲୁ, ତେଣୁ ସେହି ପ୍ରହାର ଆମ ଉପରେ ପଡ଼ିବାର ଥିଲା। ଯଦି ଆମେ ଚାଲିବା ବେଳେ ସାମାନ୍ୟ କଣ୍ଟାଟିଏ ଗୋଡ଼ରେ ଲାଗିଯାଏ, ପାଦରେ ଲାଗିଯାଏ, କେତେ ଯେ କଷ୍ଟ ଭୋଗିଥାଉ, ଏହା ଆପଣ ନିଶ୍ଚୟ ଅନୁଭବ କରୁଥିବେ। ସେମାନେ ଯୀଶୁଙ୍କୁ ପରିହାସ କରି କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକ ଉପରେ ଥୋଇ ଏକ ନଳ ଦ୍ୱାରା ମାରିଲେ। ତାହାଙ୍କୁ କେତେ ଯେ ଯନ୍ତ୍ରଣା ହୋଇଥିବ। ବାସ୍ତବରେ ମନୁଷ୍ୟର ପାପ ହେତୁ କଣ୍ଟା ଗଛ ଏ ଜଗତରେ ଉତ୍ପନ୍ନ ହୋଇଥିଲା, ଯାହା ସେହି ଅଭିଶାପର ଚିହ୍ନ ଥିଲା। ତାହା ଆଦମ ଓ ହବାଙ୍କ ପାପ ହେତୁ ଭୂମିକୁ ଦିଆଯାଇଥିଲା। ତେବେ ତାହାଙ୍କୁ କ୍ରୁଶରେ ଟଙ୍ଗାଇବା ବେଳେ 2ଟି ବଡ଼ ମେଖ ତାହାଙ୍କର 2 ହାତରେ, ଅନ୍ୟ ଏକ ବଡ଼ ମେଖ ତାହାଙ୍କର ପାଦରେ ବିଦ୍ଧ କଲେ। ତାହାଙ୍କ ସର୍ବାଙ୍ଗ ଶରୀର ସେହି 3ଟି ମେଖରେ ଝୁଲି ରହିଥିଲା। ସେହି ଦଣ୍ଡ ସେ ନୀରବରେ ସହ୍ୟ କଲେ। ସେ ଆପଣ ଆତ୍ମା ପିତାଙ୍କଠାରେ ସମର୍ପଣ କରି ପ୍ରାଣତ୍ୟାଗ କଲେ। ସେତେବେଳେ ତାହାଙ୍କ ମୃତ୍ୟୁକୁ ସୁନିଶ୍ଚିତ କରିବା ପାଇଁ ଜଣେ ସୈନ୍ୟ ବର୍ଚ୍ଛା ଦ୍ୱାରା ତାହାଙ୍କ କକ୍ଷ ଦେଶ ବିନ୍ଧିଲା। ତାହାଙ୍କ କ୍ଷତ ସବୁ ଏତେ ଗଭୀର ଥିଲା ଯେ ତାହାଙ୍କର ପୁନରୁତ୍ଥାନ ପରେ ସେ ଥୋମା ନାମକ ଜଣେ ଶିଷ୍ୟଙ୍କୁ ଦର୍ଶନ ଦେବା ବେଳେ ତାଙ୍କ ବିଶ୍ୱାସ ଜନ୍ମାଇବା ନିମନ୍ତେ ପ୍ରଭୁ ତାଙ୍କୁ ଏହିପରି କହିଲେ, ଇଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋର ହାତ ଦେଖ ଓ ହାତ ବଢ଼ାଇ ମୋର କକ୍ଷ ଦେଶରେ ଦିଅ। ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ। ହଁ, ଯେଶାୟାଙ୍କ ଭବିଷ୍ୟତବାଣୀ ଯେପରି ସଫଳ ହୁଏ, ଏଥିପାଇଁ ସେ କ୍ଷତ ବିକ୍ଷତ ହେଲେ। ତେବେ ଆପଣ ମଧ୍ୟ ଥୋମାଙ୍କ ପରି ଅବିଶ୍ୱାସୀ ହେବେ, ନତୁବା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମୃତ୍ୟୁ ପୁନରୁତ୍ଥାନରେ ବିଶ୍ୱାସ କରି ଧନ୍ୟ ହେବେ। ଏଥିପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।